ଆଜିର ଛାତ୍ରମାନେ ବହୁତ ବିଶୃଙ୍ଖଳିତ। ଓଡ଼ିଶାର ସଂସ୍କୃତି ପରମ୍ପରା ଏମାନଙ୍କ ପାଖରେ କିଛି ନାହିଁ। ଆଉ ଗୁରୁ ଭକ୍ତି କହିଲେ ଆଜିର ଛାତ୍ର ପାଖରେ ବହୁତ ଦୂର ବେପାର। ଏମାନେ ଯଦି ଗୁରୁକୁ ନ ମାନନ୍ତି ତାହେଲେ ଛାତ୍ର ଜୀବନରେ ସେ କ'ଣ ପାଏ? ଆଉ ଦେଶର ଭବିଷ୍ୟତ ଯେ ଅନ୍ଧାର ଆପଣମାନେ ସମସ୍ତେ ଜାଣନ୍ତୁ। আরে গৌরী তুমি কি ବହୁତ ଭଲ କଥା। ତମେ ଜଣେ ବୁଦ୍ଧିମତୀ ଗୁଣବତୀ ଏବଂ ଈଶ୍ୱର ଭକ୍ତି ସମ୍ପନ୍ନ ଝିଅ। ତମ ଭଳି ଶିଷ୍ୟ ପାଇ ମୁଁ ବହୁତ ଆନନ୍ଦିତ। ହଁ ଗୌରୀ, ତମେ ଶୁଣିଲେ ଆନନ୍ଦ ଅନୁଭବ କରିବ। ଗତ ସପ୍ତାହରେ ଜଗନ୍ନାଥ ସଂସ୍କୃତି ଉପରେ ଯେଉଁ ପ୍ରବନ୍ଧ ଲେଖିଦେଲ ସେଟା ବହୁତ ଭଲ ଲାଗିଥିଲା। হ্যালো হ্যালো কিଏ ମହାନ୍ତି ବାବୁ? ହଁ ଆସନ୍ତୁ, ଭିତରକୁ ଆସନ୍ତୁ, ମୁଁ ଭିତରେ ଅଛି। କ'ଣ କହିଲେ? ଆସିବେନି? ହଉ ଠିକ୍ ଅଛି ଠିକ୍ ଅଛି, ମୁଁ ଦେଇଦେଇ ଆସୁଛି। ହଉ ଆପଣ ରଖନ୍ତୁ, ମୁଁ ଦେଇଦେଇ ଆସୁଛି। ହଁ ଗୌରୀ, ତମେ ଟିକେ ଅପେକ୍ଷା କର, ମୁଁ ଏ ଯାଇକି 5 ମିନିଟ୍ ଭିତରେ ଆସୁଛି। କିଏ କେମିତି ହବ? ଗୋଟେ ପ୍ରିୟ ଶିଷ୍ୟା ଜଣେ ଗୁରୁ ଘରକୁ ଆସି କିଛି ଖାଇ ନ ପିଇ କେମିତି ଚାଲିଯିବ? এটা মତେ আদৌ ଭଲ ଲାଗିବନି। আরে জগন জগন, ଆଜ୍ଞା ମାଉ ମୋତେ ଡାକିଲେ? ହଁ ଜଗନ, ତମେ ଗୌରୀ ପାଇଁ କିଛି ଜଳଖିଆର ବ୍ୟବସ୍ଥା କର, ମୁଁ ଏଇ 5 ମିନିଟ୍ ଭିତରେ ଆସୁଛି। ଆରେ ଏତେ ଦିନ ପରେ ଆମ ଘରେ ତମ ପାଦ ପଡ଼ିছে, ଆଉ ତମେ ଯଦି ଏମିତି ନ ଖାଇ ନପି ଚାଲିଯିବ আরে শোনা, ଏ ଘରଟା ପୁରା ଶୂନଶାନ ଅଛି। ମାମୁଁ ଯାଇଛନ୍ତି LIC କରିବାକୁ ମହାନୁ ବାବୁ ପାଖକୁ। ଏଇଠି ଆସ, ଟିକେ ଲୁଚକାଳି ଖେଳ ଖେଳିବା। ଆରେ ଆସ, ଛୁଆ ଦୁଇ ଖେଳ ଖେଳିବା। ଆରେ ଆସ। କେମିତି ଚାଲି ନେଇଯିବ? ଏତେ ନଫରା ଦେଖେଇଲେ ଏଠି ପୁରା ସବୁ ସରି ନଫରା ନ ଦେଖେଇ ଟିକେ ଛୁଆ ଖେଳେ ये कौन होती? हेलो, अरे मारो कौन महादेव चलिए बाबू? देखो ना हमारा जो छात्री वो गालटा को मारी के लाली लगे दीजिए बाबू। बाबू लाली लगे मेरे बाबू। और बाबू प्लीज बाबू प्लीज, बाबू प्लीज।
ମୁଁ ତମକୁ ହାତ ଧରିଛି ବାବୁ ପ୍ଲିଜ। ଜଗନ ଇମ୍ପସିବଲ୍। ଗୌରୀ ଭଳି ଜଣେ ଉଚ୍ଚ ଶିକ୍ଷିତା ସଂସ୍କାରୀ ଝିଅକୁ ତୋ ସହିତ ସନ୍ଧି ଦେଇ ମୁଁ ତା ସାରା ଜୀବନ ନଷ୍ଟ କରିବାକୁ ଚାହେଁନି। ଆଉ ତୁ କିଭଳି ଭାବୁଛୁ ଗୌରୀ ତତେ ହିଁ ବିବାହ କରିବ? ବାବୁ ତମେ ଚଳେ ଚାହୁଛ ତମ ପରିବାର ଜୀବନ ନଷ୍ଟ ହେଇଯାଉ। ଗୌରୀକୁ ବାହାନା ହେଲେ ମୁଁ ମରିଯିବି ବାବୁ। ତୁ ଗୌରୀକୁ ବହୁତ ଭଲ ପାଏ ବାବୁ। ଯେମିତି ଆଉ ଗୌରୀ ମତେ ବେରଜ କରିଦିଅ ବାବୁ ପ୍ଲିଜ। ହଁ ଠିକ ଅଛି। ତୁ ଗୌରୀ ପ୍ରତି କିଭଳି ବ୍ୟବହାର କରୁଛୁ, କେମିତି ଚିନ୍ତା କରୁଛୁ ଯେ ଗୌରୀ ତତେ ପସନ୍ଦ କରିବ ଆଉ ତୋର ଜୀବନ ସାଥି ହେବ। ଆଉ ତୁ ମନେ ରଖ, ଯଦି ତୋର ବିବାହ ପାଇଁ ଇଚ୍ଛା, ମୁଁ ତୋର ପାଇଁ ଅଲଗା ଜାଗାରେ ପ୍ରସ୍ତାବ ଦେଖିବି। ତୁ ମୋତେ ଏସବୁ ଟେନସନ୍ ଦିଅନି, ମୋ ମୁଣ୍ଡ ଟେନସନ୍ରେ ଭରିଗଲାଣି। ଯା ତ ଯା ଟିକେ ଧରିଆ। ଯାହା କରିବ ତାହା କରିବ ବାବୁ। ଚା ନାହିଁ କଫି ନାହିଁ ସବୁ ଆଣିବେ ହେଲେ ମୋତେ ଗୌରୀ ସାଥିରେ ବାହା କରିବ ବାବୁ। ତୁ ଯା ତାକେ ଚା ଧରିକି ଆ। ଏ ଅବନ୍ତୀ ପଟ୍ଟନାୟକ କୈଶ୍ୱର ବ୍ୟବସ୍ଥାର ଗବେଷଣା କରୁଛି, ହେଲେ ସେ ନିଜକୁ ନିଜେ ବୁଝିପାରୁନି ତାର ଏ ଭଣଜାଟାକୁ କିପରି ବାଟକୁ ଆଣିବ। এই নিয়ম ভালো হয়েছে না? ମୁଁ ନିଜେ ବନେଇଛି ତ। ବାଃ, ବହୁତ ବଢ଼ିଆ ହେଇଛି। ମୋର ଯେତେକ ଟେନସନ୍ ଥିଲା ଏ ଚାହା ତୋର ଟେନସନ୍ ଫ୍ରି କରିଦେଲା। କ'ଣ କହୁଛୁ? ମୁଁ ତମ ହାତ ଧରି ତମ ବଡ଼ ଗୌରୀ କ୍ଷେତ୍ର ମଧ୍ୟ ବାହାଘର କରେଇ ଦିଅ। ତୋର ସେଇ ନାଟକ ଆରମ୍ଭ କଲୁ। ମୁଁ କହିଲି ବା, ମୋ ଜୀବନ ଥିବା ପର୍ଯ୍ୟନ୍ତ ଗୌରୀ ଭଳି ଜଣେ ଉଚ୍ଚଶିକ୍ଷିତା ସଂସ୍କାରୀ ଝିଅକୁ ତୋ ହାତରେ କେବେ ମୁଁ ଛନ୍ଦି ଦେବାକୁ ସୁଯୋଗ ଦେବିନି ବା ଦେବି ନାହିଁ। ତାହେଲେ ମୁଁ ଆଉ ବାହା ହେବିନି? ହଁ, ବାହା ହବୁ, ଅନ୍ୟ ଝିଅକୁ ବାହା ହବୁ। ମାମୁ ମୁଁ ଗୌରୀକୁ ଭଲ ପାଏ ମାମୁ, ଗୌରୀକୁ ବାହା ହେବାକୁ ଚାହେଁ। ସେଇ ଗୋଟାଇ କଥା କେମିତି ରଖୁଛୁ? ମୁଁ ବା ମନା କଲି, ମୋ ଜୀବନ ଥିବା ପର୍ଯ୍ୟନ୍ତ ଗୌରୀ ସହିତ ତୋର ବିବାହ ହେବ ନାହିଁ। ଗୌରୀ ମୋର ପ୍ରିୟ ଶିଷ୍ୟା। ତାହେଲେ ତମ ଜୀବନ ଥିବା ଯେ ମୁଁ ବାହା ହେବିନି? ତମେ ମରିଗଲେ ମୁଁ ବାହା ହେବି। ତାମାନେ ତୁ କ'ଣ ସବୁ ଧନ ସମ୍ପତ୍ତି ମୁଁ ଭୋଗ କରିବି। ତା ମାନେ ମୁଁ କହୁଛି ତମେ ମରିବ। କ'ଣ ତୁ ମୋତେ ମାରିବୁ? ହଁ ମାରିଦେବି। ଠିକ୍ ଅଛି, ଏ କଥା ଆଗକୁ ବଢ଼ିବା ପୂର୍ବରୁ ମୋତେ କିଛି ବ୍ୟବସ୍ଥା କରିବାକୁ ପଡ଼ିବ। ମୋତେ ଥାନାରେ ଯାଇ ତୋ ନାଁରେ କମ୍ପ୍ଲେନ୍ ଦେବାକୁ ପଡ଼ିବ। କମ୍ପ୍ଲେନ୍ ଦେବ ଥାନାରେ? ମୋ ନାଁରେ? ମୋ ସାଥୀ ମାମୁ ମୁଁ ବିଷ ମିଶେଇ ଦେଇଛି।
ମୋ ବାପ ମରିଗଲା ମୁଁ ଅନାଥ ହେଇଗଲି ବାବୁ ତମେ ଏମିତି ଛାଡ଼ି ଚାଲିଗଲ କାହିଁକି ନା ଅରଣା ମଇଁଷି ରହିଛିଓ ନାହିଁ ମଇଁଷିର ପାଖ ରଜାଓ ତ ନାହିଁ